ମୁଁ ବ୍ରତ ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟର ୟୁଟ୍ୟୁବ ଚ୍ୟାନେଲ ଡିପି ଏଣ୍ଟ୍ରାନ୍ସ କୁ। ପିଲାମାନେ ଆଜିର ଡିସ୍କସନର ୟୁନିଟ୍ ହେଉଛି OSST ET ର 2019 ମସିହା ସେଟ୍ D ରେ ପଡ଼ିଥିବା କମ୍ପଲସରି ଓଡ଼ିଆର କିଛିଟା କ୍ୱେଶ୍ଚିନ୍ ଯାହାକି ଆପଣମାନଙ୍କ ପାଇଁ ନିହାତି ଭାବେ ଗୁରୁତ୍ୱପୂର୍ଣ୍ଣ କ୍ଲାସ୍ ରହିବ। ଯଦି ଆପଣ ପ୍ରଥମ ଥର ପାଇଁ ଚ୍ୟାନେଲକୁ ଭିଜିଟ୍ କରୁଛନ୍ତି ତେବେ ଏବେ ହିଁ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରିଦିଅନ୍ତୁ ଏବଂ ସାଙ୍ଗସାଥିମାନଙ୍କ ସହିତ ସେୟାର ମଧ୍ୟ କରିଦିଅନ୍ତୁ। ଠିକ୍ ଅଛି, ଆରମ୍ଭ କରିବା। ତ ପ୍ରଥମେ ଗୋଟେ ପ୍ୟାସେଜ ଦେଇଛି, ଠିକ୍ ଅଛି। ସେ ପ୍ୟାସେଜଟିର PDF ମୁଁ ଆମ ଗ୍ରୁପରେ ଛାଡ଼ିଦେବି, ଠିକ୍ ଅଛି, ଯାହାକୁ ଆପଣ ପଢ଼ି ଦେଇପାରିବେ। ବର୍ତ୍ତମାନ ଏ ପ୍ୟାସେଜରେ କ'ଣ ଦେଇଛି ମୁଁ ଆର ସାରାଂଶଟା ପଢ଼ି ଦେଇଛି, ଆପଣଙ୍କୁ କହିଦେଉଛି କ'ଣ ଦେଇଛି। ଏ ଅନୁଚ୍ଛେଦର ସାରାଂଶଟା କାହା ଉପରେ କହିଲ ପିଲାମାନେ? ଏଇଟା ହେଉଛି ତାର ପ୍ରଗତି ଏବଂ ବିଜ୍ଞାନ ଏବଂ ଆମର ମନୋବୃତ୍ତି। ଠିକ୍ ଅଛି, ତ ପ୍ରତିଟି ନୂତନ ଯୁଗର ମଣିଷ ପାଇଁ ନୂଆ ସତ୍ୟ, ସମ୍ଭାବନା ଏବଂ ଆହ୍ୱାନ ଆସିଥାଏ। ମାତ୍ର ଆମେ ଯେଉଁ ନୂତନତାକୁ ଗ୍ରହଣ ନ କରି ଅତୀତର ଯେଉଁ ପରମ୍ପରାକୁ ଆପଣେଇ ନେଇ ରହିବାକୁ ଶ୍ରେୟସ୍କର ମନେ କରୁ। ତ ଆମର ସାହିତ୍ୟ ମଧ୍ୟ ଆମ ସାମାଜିକ ଦାୟିତ୍ୱର ନିର୍ବାହ ନ କରି କେବଳ ପାଠ୍ୟକ୍ରମର ସୀମା ଭିତରେ ବାନ୍ଧି ହୋଇ ରହିଛି। ସେହିପରି ବିଜ୍ଞାନକୁ ଆମେ ସମାଜର ମୂଳ ସ୍ରୋତରୁ ସମ୍ମାନ ନ ଦେଇ କେବଳ ଦାରିଦ୍ର୍ୟ ଦୂରୀକରଣ ଏବଂ ଉତ୍ପାଦନ ବଢ଼ାଇବା ପାଇଁ ଜଣେ ଭୃତ୍ୟ ବା ଗୋଟେ ଚାକର ଭଳିଆ ବ୍ୟବହାର କରୁଛୁ। ଠିକ୍ ଅଛି, ଯାହାକି ବିଜ୍ଞାନ ଆମ ସଂସ୍କୃତିକୁ ନଷ୍ଟ କରୁଛି ବୋଲି ଭାବି ଆମେ ତାର କ୍ଷତିପୂରଣ ପାଇଁ ଆମେ ଅନେକ କେବଳ ଧର୍ମକର୍ମ ବଢ଼େଇବାରେ ମିଥ୍ୟା ଆଶା ରଖିଛୁ। ଠିକ୍ ଅଛି, ତ ଏଇ ଟାଇପର ଗୋଟେ ଜିନିଷ ସିଏ ଦେଇଛି, ଯାହାର ନିଷ୍କର୍ଷ ପିଲାମାନେ କ'ଣ? ଏଇ ଅନୁଚ୍ଛେଦଟି ଆମ ସମାଜର ପରମ୍ପରା ଯେଉଁ ଅନ୍ଧତା, ସାହିତ୍ୟର ଯେଉଁ ସୀମିତତା ଏବଂ ବିଜ୍ଞାନ ପ୍ରତି ଆମର ଯେଉଁ ସଂକୀର୍ଣ୍ଣତା, ଯେଉଁ ଚାକର ମନୋଭାବ ତା ଉପରେ କଟାକ୍ଷ କରି ରହିଛି। ଠିକ୍ ଅଛି, ଏବେ ଆରମ୍ଭ କରିବା ତାର କ୍ୱେଶ୍ଚିନ୍। ପ୍ରଥମ କ୍ୱେଶ୍ଚିନ୍ ଦେଖିବା, ନୂତନ ଯୁଗ ଆସିବା ଦ୍ୱାରା କ'ଣ ହୋଇଥାଏ? ନୂତନ ଯୁଗ ଆସିବା ଦ୍ୱାରା ମଣିଷର ନୂତନକୁ ଚ୍ୟାଲେଞ୍ଜ କରିଥାଏ, ପୁରାତନ ବଦଳିଯାଏ, ନା ଜୀବନ ଉନ୍ନତି ହୁଏ, ନା ମଣିଷ ଯନ୍ତ୍ରଣା ହୁଏ? କ'ଣ କରିଦେଲା ପିଲାମାନେ? ପ୍ରଥମ ପ୍ୟାରାଗ୍ରାଫ ହିଁ ଦେଇଛି, ପୁରାତନ ବଦଳିଯାଏ ପିଲାମାନେ। ଠିକ୍ ଅଛି, ଅପସନ ନମ୍ବର B ଇଜ ଦ ରାଇଟ୍ ଆନ୍ସର। ନେକ୍ସଟ ଯିବା 2 ନମ୍ବରକୁ, କ'ଣ ଦେଇଛି ଦେଖିବା। ଆମେ ସବୁ ଡିଟେଲ୍ସ ଆଲୋଚନା କରିବା ହେଲା। 2 ନମ୍ବରକୁ ଦେଖିବା ପିଲାମାନେ କ'ଣ ଦେଇଛି? କାହାକୁ ଆମର ତନ୍ତ୍ର ସାଧନା ବୋଲି କୁହାଯାଇଅଛି? ତ କାହାକୁ ପିଲାମାନେ ତନ୍ତ୍ର ସାଧନା ବୋଲି କୁହାଯାଇଛି? ଏଠି ଆମର ପରମ୍ପରା ମନୋବୃତ୍ତିକୁ କୁହାଯାଇଛି। ଠିକ୍ ଅଛି, ଅପସନ ନମ୍ବର C ଇଜ ଦ ରାଇଟ୍ ଆନ୍ସର। ଦେଖିଲେ ମାନେ ମାରିବ। ଠିକ୍ ଅଛି, ଆମ ସାହିତ୍ୟର ଅବସ୍ଥା କିପରି? ଆମ ସାହିତ୍ୟର ଅବସ୍ଥା? ଆମ ସାହିତ୍ୟ କେବଳ ପାଠ୍ୟକ୍ରମ ମାଧ୍ୟମରେ ଆବଦ୍ଧ ହୋଇକି ରହିଛି। ଠିକ୍ ଅଛି, ଅପସନ ନମ୍ବର A ଇଜ ଦ ରାଇଟ୍ ଆନ୍ସର। ମୁଁ ଛାଡ଼ିଦେବି ହେଲା, PDF ରେ ଛାଡ଼ିଦେବି, ଆପଣ ପଢ଼ିଦେବେ। 5ଟା ତ କ୍ୱେଶ୍ଚିନ୍, ଆଗେଇ ଯିବା ଟିକେ, ଗ୍ରାମାରକୁ ପଳେଇବା। ଆମେ ବିଜ୍ଞାନକୁ କେଉଁ ଦୃଷ୍ଟିରୁ ଦେଖୁ? ବିଜ୍ଞାନ ଆମ ପାଇଁ ମୂଳ ଲାଗୁ ପିଲାମାନେ। କାରଣ ମୂଳ ଲାଗୁର ଅର୍ଥ ହେଉଛି କାମ କରିବା ପାଇଁ ରଖାଯାଇଥିବା ଚାକର ବା ସେବକ। ଠିକ୍ ଅଛି, ଅପସନ ନମ୍ବର D ଇଜ ଦ ରାଇଟ୍ ଆନ୍ସର। ସେବକ ବି ନୁହଁ, D। ନେକ୍ସଟ ଯିବା 5 ନମ୍ବରକୁ। କ'ଣ କରାଗଲେ ବିଜ୍ଞାନ ଦ୍ୱାରା ହେଉଥିବା କ୍ଷତିପୂରଣ ହୋଇପାରିବ ବୋଲି ଆମେ ଆଶା କରୁ? ଅଧିକ ଧର୍ମପରାୟଣ ହେବା। ଠିକ୍ ଅଛି, ଶେଷ ଧାଡ଼ି ହିଁ ଲେଖା ହେଇଛି, ଆମର ଆଶା ଧର୍ମ କର୍ମ ଟିକିଏ ବଢ଼େଇ ଦେଲେ, ଏଇ ଲେଖା ହେଇଛି। ଠିକ୍ ଅଛି, ଅପସନ ନମ୍ବର C ଇଜ ଦ ରାଇଟ୍ ଆନ୍ସର। ଠିକ୍ ଅଛି, ନେକ୍ସଟ ଯିବା 6 ନମ୍ବରକୁ। କଥା ପକେଇବା ରୂଢ଼ିଟି କେଉଁ ଅର୍ଥ ପ୍ରଚଳିତ? ତ କଥା ପକେଇବା ତ କୌଣସି ବିଷୟବସ୍ତୁ ଆଲୋଚନା କରିବା ପାଇଁ ସଭା ବା ଆଗରେ ପ୍ରସ୍ତାବ ରଖିବାକୁ ଓଡ଼ିଆରେ କଥା ପକେଇବା ବୋଲି କୁହାଯାଏ। ଯେପରିକି ବାହାଘର ପାଇଁ ସେମାନେ ଘରେ କଥା ପକାଯାଇଛି, ତ ଏଠି ପ୍ରସ୍ତାବ ଦେବା ପିଲାମାନେ। ଠିକ୍ ଅଛି, ଅପସନ ନମ୍ବର D ଇଜ ଦ ରାଇଟ୍ ଆନ୍ସର। ନିଷ୍ପତ୍ତି କରିବା ମାନେ କ'ଣ ପିଲାମାନେ? ନିଷ୍ପତ୍ତି କରିବା ଗୋଟେ କ'ଣ? କଥା ଛିଣ୍ଡାଇବା। ଠିକ୍ ଅଛି, ଗୁପ୍ତ କଥା ପ୍ରକଟ କରିବା କ'ଣ କହନ୍ତି ପିଲାମାନେ? ଗୁମର ଭାଙ୍ଗିବା ବା ହାଟରେ ପଡ଼ି ଠାଣ ମାରିବା। ବାଧା ଦେବା ପିଲାମାନେ କ'ଣ? ଫାଙ୍କା ଉଡ଼ାଇବା ବା ବାଟ ଭାଙ୍ଗିବା। ଠିକ୍ ଅଛି, ନେକ୍ସଟ ଯିବା 7 ନମ୍ବରକୁ। ଦୁର୍ଦ୍ଧର ରବ ଶୁଣି ନୀରବ ପିକ, ମୃଢ଼ ସଭାରେ ମୁକ ଯଥା ଧାର୍ମିକ। ଠିକ୍ ଅଛି, ତ କ'ଣ ପିଲାମାନେ କହିଲା ଏଠି?
ଏଠି କେଉଁ ଅଳଙ୍କାର କଥା କୁହାଯାଇଛି ପିଲାମାନେ? ତ ଆକ୍ଚୁଆଲି ଏଠି ପିଲାମାନେ ଉପମା କୁହାଯାଇଛି, କାରଣ ଏଠି ଉପମେୟ କିଏ କହିଲ? ଦୁର୍ଦ୍ଧର ବା ବେଙ୍ଗ। ତ ବେଙ୍ଗର ରାବ ଶୁଣି କୋଇଲି ନୀରବ ରହିବା ସହିତ ଉପମାନ କିଏ କଲା? ଏଠି ସଭା ମାନେ ମୂର୍ଖ ଯୋଉଟା ସଭାରେ ଧାର୍ମିକ ନୀରବ ରହିବା କୁ ଯଥା ଉପମା ବାଚକ ଶବ୍ଦ ଦ୍ୱାରା ତୁଳନା କରାଯାଇଛି ପିଲାମାନେ। ଠିକ ଅଛି, ଏଠି ଉପମା ହବ ଅପସନ ନମ୍ବର ଏ ଇଜ ଦ ରାଇଟ ଆନ୍ସର। ଶ୍ଲେଷ ପିଲାମାନେ କାହାକୁ କହନ୍ତି? ଗୋଟେ ଶବ୍ଦରୁ ଏକାଧିକ ଅର୍ଥ ପ୍ରକାଶ ପାଇଲେ ତାକୁ ଶ୍ଲେଷ ବୋଲି କୁହନ୍ତି। ଠିକ ଅଛି, ଉତ୍ପ୍ରେକ୍ଷା ଯେମିତି କି ଯେଉଁଠାରେ ଉପମେୟକୁ ଉପମାନ ଭାବେ ଯୋଉ ସମ୍ଭାବନା କରାଯାଏ, ଯେମିତି ଶବ୍ଦ କି, ସିନା, ସତେ, ସେଠାରେ ଉତ୍ପ୍ରେକ୍ଷ ହୁଅନ୍ତି ପିଲାମାନେ। ବ୍ୟତିରେକ ପିଲାମାନେ କଣ? ଉପମେୟକୁ ଉପମାନ ଠାରୁ ଶ୍ରେଷ୍ଠ ଦେଖାଇଲେ ସେଠି ପିଲାମାନେ କଣ ହୁଏ? ବ୍ୟତିରେକ ହୁଏ। ଠିକ ଅଛି, ନେକ୍ସଟ ଯିବା 8 ନମ୍ବର। ଅର୍ଥକୁ ଅତିକ୍ରମ ନ କରି ସମସ୍ତ ପଦ ପିଲାମାନେ କଣ ହେବ? ତ ଅତିକ୍ରମ ନ କରି ଗୋଟେ ଏଇଟା ଅବୟୀ ଶବ୍ଦ ପିଲାମାନେ। ତ ଏଠି ଯଥା, ଯୁକ୍ତ ଅର୍ଥ, ଯଥାର୍ଥ। ଠିକ ଅଛି, ଏଠି ଅବୟଭାବ ସମାସ ହେଇଛି। ଠିକ ଅଛି, ଅପସନ ନମ୍ବର ଏ ଇଜ ଦ ରାଇଟ ଆନ୍ସର। ଅଯଥା ତ ପିଲାମାନେ କଣ କହିଲେ? ଗୋଟେ ଯେହେତୁ ଗୋଟେ ନ କରିଛି ତ ଏଠି ନନ୍ ତତ୍ପୁରୁଷ ସମାସ ପିଲାମାନେ। ଅନର୍ଥଟା ସେଟା ଅର୍ଥର ଅଭାବ, ବିପରୀତ ଅର୍ଥ ପିଲାମାନେ, ବ୍ୟର୍ଥ, ବିଫଳ, ତ ଅର୍ଥ ହିଁ ନାହିଁ ପିଲାମାନେ। ନେକ୍ସଟ ଯିବା 9 ନମ୍ବର। ମାସ ମାନଙ୍କ ମଧ୍ୟରେ ମାର୍ଗଶିର ଶ୍ରେଷ୍ଠ ରେଖାଙ୍କିତ ପଦଟି କେଉଁ ଧର୍ମ ଅଟେ? ତ କହିଥିଲି ପ୍ରଥମେ ଟି କୁ ରେ କୁ ରୁ ର ରେ, କଣ କହିଥିଲି? ଟି କୁ ରେ କୁ ରୁ ର ରେ। ତ ପ୍ରଥମା ଟି, ଦ୍ୱିତୀୟ କୁ ସେମିତି ଲେଖିଦିଅ ପିଲାମାନେ। ଠିକ ଅଛି, ତ ଏଠି କଣ ସେ କହିଲା? ରୁ ର ରେ ମାସ ମାନଙ୍କରେ, ଏଠି ସପ୍ତମୀ ହେଲା। ଠିକ ଅଛି, ତ ବ୍ୟାକରଣ ଆମର ଯୋଉ ନିୟମ ଅଛି, ଅନେକ ଗୁଡ଼ିଏ ମଧ୍ୟରୁ ଗୋଟିଏ ପୃଥକ କରି ଶ୍ରେଷ୍ଠ ବା ଯୋଉ ନିକୃଷ୍ଟ ଦର୍ଶାଇଲେ ସେଠି ନିର୍ଦ୍ଦେଶରୀ କଣ କହନ୍ତି? ନିର୍ଦ୍ଧାରଣୀ ହେଲା, ନିର୍ଦ୍ଧାରଣୀ ସପ୍ତମୀ ବୋଲି କହନ୍ତି ପିଲାମାନେ। ଠିକ ଅଛି, ବା ଏଠି ରେ ବା କରେ ବି ହୁଏ ପିଲାମାନେ ଏଠି। ଠିକ ଅଛି, ପ୍ରଥମା ତ ଟି ଟାଏ ମାନେ, ତୃତୀୟ ପିଲାମାନେ କଣ? ଦ୍ଵାରା ଦେଇ, ଷଷ୍ଠୀ ପିଲାମାନେ କଣ? ରଙ୍କର ମାନଙ୍କର। ଠିକ ଅଛି, ଷଷ୍ଠୀ ହେଇଥାନ୍ତା। ଅପସନ ନମ୍ବର ଡି ଇଜ ଦ ରାଇଟ ଆନ୍ସର। ନେକ୍ସଟ ଯିବା, ଘୋଡ଼ା ମୁହାଁ କେଉଁ ସମାସ ନିଷ୍ପନ୍ନ ପଦ ଏଇଟା ଅଟେ? ତ ଘୋଡ଼ା ମୁହଁ ପରି ମୁହଁ ଯାହାର ତାକୁ ଘୋଡ଼ା ମୁହଁ ବୋଲି କହନ୍ତି। ତ ଏଠାରେ ଘୋଡ଼ା ବା ମୁହଁ କାହାକୁ ନ ବୁଝାଇ ଏକ ଭିନ୍ନ ଲୋକକୁ ବୁଝାଉଛି ପିଲାମାନେ। ତେଣୁ ଏଇଟା ଗୋଟେ ଉପମିତ ବହୁବ୍ରୀହି ସମାସ ଅଟେ। ଠିକ ଅଛି, ଯଦି ଗୋଟାଏ ଜାଗା ବୁଝାଇଥାନ୍ତା ଅଲଗା ହେଇଥାନ୍ତା। ଯଦି ଗୋଟେ ଦିଟା ଜିନିଷ ଅଲଗା ଅଲଗା ଲୋକକୁ ବୁଝାଉଛି ସେଠି ବହୁବ୍ରୀହି ସମାସ ହବ। କୋଉ ପ୍ରକାର ବହୁବ୍ରୀହି? ଉପମିତ ବହୁବ୍ରୀହି ହୁଏ। ଅପସନ ନମ୍ବର ସି ଇଜ ଦ ରାଇଟ ଆନ୍ସର ହେଲା। ତତ୍ପୁରୁଷ ପିଲାମାନେ କଣ? ଯୋଉଠାରେ ପରପଦର ଅର୍ଥ ପ୍ରଧାନ ଥାଏ, ଦ୍ୱିତୀୟରୁ ସପ୍ତମୀ ବିଭକ୍ତି ଲୋପ ପାଇଥାଏ ପିଲାମାନେ। କର୍ମଧାରୟ ଯୋଉଠି ବିଶେଷଣ ଆଉ ବିଶେଷ ପଦକୁ ନେଇ କର୍ମଧାରୟ ହୋଇଥାଏ, ଯେମିତି ନୀଳ ଅଟେ କଇଁ, ନୀଳ କଇଁ। ଦିଗୁ ପିଲାମାନେ କାହାକୁ କହନ୍ତି? ଯୋଉଠି ସଂଖ୍ୟାବାଚକ ଶବ୍ଦ ପୂର୍ବରୁ ଥାଏ ଏବଂ ସମାହାର ବୁଝିଲେ ତାକୁ ଦିଗୁ କୁହାଯାଏ। ଯେମିତି ତିନୋଟି ଫଳର ସମାହାର ତ୍ରିଫଳା, ଅଳିଡ଼ା, ବାହାଡା, ଅଁଳା, ସେଠି ଦିଗୁ ହୋଇଥାନ୍ତା। ଠିକ ଅଛି, ନେକ୍ସଟ ଯିବା 11 ନମ୍ବର। ନିମ୍ନ ପ୍ରଦତ୍ତ ଶବ୍ଦ ମଧ୍ୟରୁ କେଉଁଟି ଆ ପ୍ରତ୍ୟୟ ଯୁକ୍ତ ଅଟେ? ତ ମାଟିଆ, ମାଟି ଯୁକ୍ତ ଆ, ମାଟିଆ। ଠିକ ଅଛି, ମାଟି ଗୋଟେ ଶବ୍ଦ, ପ୍ରତ୍ୟୟ ମିଶିଲା କଣ? ତଦ୍ଧିତ ମିଶିଲା ପିଲାମାନେ ସେଠି। ଠିକ ଅଛି, ଅପସନ ନମ୍ବର ଏ ଇଜ ଦ ରାଇଟ ଆନ୍ସର। ହଳଦିଆରେ ପିଲାମାନେ ହଳ ଯୁକ୍ତ ଇଆ ହଉଛି ହେଲା, ଇଆ ପ୍ରତ୍ୟୟ ଲାଗିଲା ଏଠି। ପାହାଡିଆରେ ବି ଇଆ, ପାହାଡ ଯୁକ୍ତ ଇଆ। ତେଲିଆରେ ବି ଇଆ। ଠିକ ଅଛି, ନେକ୍ସଟ ଯିବା 12 ନମ୍ବର କୁ, ଦେଖିବା କଣ ଦେଇଛି। ତାପରେ ଲାଇକ୍, ସେୟାର, ସବସ୍କ୍ରାଇବ ପିଲାମାନେ କରିଦିଅନ୍ତୁ, ବହୁତ ବଢିଆ। ଲିନ ପଦଟି କେଉଁ କୃତ ପ୍ରତ୍ୟୟ ଦ୍ୱାରା ଗଠିତ ଅଟେ? ଲିନ ଆକ୍ଚୁଆଲି ଗୋଟେ ସଂସ୍କୃତରେ କୃଦନ୍ତ ଯୋଉ ନିୟମ ରହିଛି, ଧାତୁ ଏଠି ଲି ଯୁକ୍ତ ନିଷ୍ଠା ପ୍ରତ୍ୟୟ ତ ମିଶିଲା ତାକୁ ଲିନ ହେଲା ପିଲାମାନେ। ତ ଏଠି ତ ପ୍ରତ୍ୟୟର ନିୟମ ଅନୁଯାୟୀ ନ ରେ ପରିଣତ ହେବାକୁ, ତେଣୁ ମୂଳ ପ୍ରତ୍ୟୟଟି ଏଠି ତ ରହିଲା। ଠିକ ଅଛି, ଅପସନ ନମ୍ବର ସି ଇଜ ଦ ରାଇଟ ଆନ୍ସର। ଇନ୍ ନୁହଁ, ঠিক আছে, ইন হও ହେଲା কিংবা দীর্ঘইকার ইন হও, এটা হচ্ছে গুণিন ହେଲା, ମାନିନ ଏସବୁ ହଉଛି ଗୁଣିନ, ଏଇ ଯାକ ସବୁ ତଦ୍ଧିତ ହୋଇଥାନ୍ତା। ଠିକ ଅଛି, ନେକ୍ସଟ ଯିବା 13 ନମ୍ବର।
ନିମ୍ନ ପ୍ରଦତ୍ତ ଶବ୍ଦ ଗୁଡ଼ିକ ମଧ୍ୟରୁ କେଉଁଟିରେ ଶବ୍ଦବିଧିର ନିୟମକୁ ବ୍ୟତିକ୍ରମ ରହିଛି? ଶବ୍ଦବିଧି ତ ଶବ୍ଦବିଧି ନିୟମ ଅନୁସାରେ ଅ ଆ କୁ ଛାଡ଼ି ଅନ୍ୟ ଯୋଉ ସ୍ୱର ବର୍ଣ୍ଣ ଯେମିତିକି ଉ ପରେ ଥିବା ଦନ୍ତ୍ୟ ସ ବା ମୂର୍ଧନ୍ୟ ସ ହୁଏ ପିଲାମାନେ। ତ ଅନୁସନ୍ଧାନ ଏଠି ଦେଇଛି ଅନୁସନ୍ଧାନ ଅନୁଯୁକ୍ତ ସନ୍ଧାନ ରେ ଉ ପରେ ସ ଥିଲେ ମଧ୍ୟ ଏଇଟା ମୂର୍ଧନ୍ୟ ସ ହେଲା ଦନ୍ତ୍ୟ ସ ବଦଳରେ। ଠିକ ଅଛି, ହେଲା ସେ ମୂର୍ଧନ୍ୟ ସ ହେଲାନି ପିଲାମାନେ ଦଶ ବଦଳରେ, ତେଣୁ ଏ ନିୟମଟା ପିଲାମାନେ ବ୍ୟତିରେକ ରହିଲା। ବାକି ଯୋଉ କହିଲା ନୋଟିସଟା ପିଲାମାନେ ଗୋଟେ ବିଦେଶୀ ଶବ୍ଦ। ଠିକ ଅଛି, ବିଦେଶୀ ଶବ୍ଦରେ ଶବ୍ଦବିଧି ପିଲାମାନେ ଲାଗୁ ହିଁ ହୁଏ ନାହିଁ। ଧୂଳିସାତ ପିଲାମାନେ ଏଠି ସାତ ପ୍ରତ୍ୟୟ ଶବ୍ଦରେ ସବୁବେଳେ ସ ଟା ଦନ୍ତ୍ୟ ସ ପିଲାମାନେ ରହିଥାଏ। ଠିକ ଅଛି, ଦିବସଟା ଏଠାରେ ମଧ୍ୟ ସ ପୂର୍ବରୁ ଅ ସ୍ୱର ବର୍ଣ୍ଣ ଅଛି, ତେଣୁ ଏଟା ମୂର୍ଧନ୍ୟ ସ ହବାର ପ୍ରଶ୍ନ ହିଁ ଉଠୁନାହିଁ ପିଲାମାନେ। ଠିକ ଅଛି, ନେକ୍ସଟ ଯିବା ଅପସନ ନମ୍ବର ବି ଇଜ ଦ ରାଇଟ ଆନ୍ସର। ନେକ୍ସଟ ଯିବା 14 ନମ୍ବର। କାନ୍ଧ ଲଗାଇବା ରୂଢିର ଅର୍ଥ କଣ? ତ କୌଣସି ବିପଦ ବା କଠିନ କାମରେ କାହାର ସହଯୋଗ କରିବାକୁ ସାହାଯ୍ୟ କରିବାକୁ ଓଡିଆରେ କାନ୍ଧ ଲଗେଇବା ପିଲାମାନେ କୁହାଯାଏ। ଠିକ ଅଛି, ସାହାଯ୍ୟ କରିବା ଅପସନ ନମ୍ବର ସି ଇଜ ଦ ରାଇଟ ଆନ୍ସର। କାରଣ କଠିନ ପରିଶ୍ରମ ପିଲାମାନେ କାହା କହନ୍ତି? ଯୋଉଟା ପିଲାମାନେ ଝାଳ ବୁହାଇବା ବୋଲି କୁହାଯାଏ ବା ରକ୍ତ ଚାଉଳ ଚୋବେଇବା ବି କୁହାଯିବ। ଠିକ ଅଛି, ବାଧ୍ୟ କରିବା ଯୋଉଟା ପିଲାମାନେ କଣ ନାକେଦମ କରିବା ବା ବାଧ୍ୟବାଧକତା, ଅନିଶ୍ଚିତ ଭାବେ କାର୍ଯ୍ୟ କରିବା ସେ ଯୋଉ ଅନ୍ଧାରରେ ବାଡି ବୁଲେଇବା। ଠିକ ଅଛି, ନେକ୍ସଟ ଯିବା 15 ନମ୍ବର କୁ। ଇନ୍ଦ୍ରାୟୁଧେ ତାର ଅଧବିମ୍ବେ ନଭେ ଯେ ଯେଉଁ ତୁଳନା ତହୁଁ ବଳି ଇନ୍ଦୁ ସଙ୍ଗେ ସୁନ୍ଦରୀର ତୁଳା ଅଲଣା। ଏଠାରେ କେଉଁ ଅଳଙ୍କାର ରହିଛି? ତ ଏଠାରେ ପିଲାମାନେ ଗୋଟେ ଅଳଙ୍କାରରେ ଉପମେୟଟା ରହିଛି ଯୋଉଟା କି ସୁନ୍ଦରୀର ମୁଖ। ଠିକ ଅଛି, ଯୋଉଟା କି ଉପମାନ ଇନ୍ଦୁ ବା ଯୋଉଠି ଚନ୍ଦ୍ର ଠାରୁ ଶ୍ରେଷ୍ଠ ବୋଲି ଦେଖାଯାଇଛି। ତ ଏଠାରେ ବ୍ୟତିରେକ ଅଳଙ୍କାର ହିଁ ପିଲାମାନେ ହବ। ଠିକ ଅଛି, କାରଣ ଏଠାରେ କୁହାଯାଇଛି ଚନ୍ଦ୍ର ସହ ସୁନ୍ଦରୀର ତୁଳନା କରିବାଟା ପିଲାମାନେ ଅଲଣା ବା ଅଯୋଗ୍ୟ କଥା। ସେଠି ବ୍ୟତିରେକ ହେଲା ଅପସନ ନମ୍ବର ସି ଇଜ ଦ ରାଇଟ ଆନ୍ସର। ଉପମା ପିଲାମାନେ କାହାକୁ କହନ୍ତି? ଉପମାରେ ଉପମେୟ ଓ ଉପମାନକୁ ସମାନ ବୋଲି ଦେଖାଯାଏ, ଶ୍ରେଷ୍ଠ କାହାକୁ କୁହାଯାଏ ନାହିଁ। ଉତ୍ପ୍ରେକ୍ଷା ଅଲରେଡି ତମକୁ କହିଛି ଯେଉଁଠାରେ ଉପମେୟକୁ ଉପମା ଭାବେ କଳ୍ପନାର ସମ୍ଭାବନା କରାଯାଇଥାଏ। ଅନୁପ୍ରାସ ପିଲାମାନେ କଣ? ଏହା ଏକ ଶବ୍ଦାଳଙ୍କାର ପିଲାମାନେ ଯେଉଁଠାରେ ଏକ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଆସିଥାଏ। ନେକ୍ସଟ ଯିବା 16 ନମ୍ବର କୁ। ସେ ଚୋରି କରିବାରୁ ଦଣ୍ଡ ପାଇଲା, ଏହା କେଉଁ ପ୍ରକାର ବାକ୍ୟ ଅଟେ? ଏଟା ଗୋଟେ ସଳଖ ବାକ୍ୟ, ସରଳ ବାକ୍ୟ। କାରଣ ସରଳ ବାକ୍ୟ କାହାକୁ କହନ୍ତି? ଯେଉଁ ବାକ୍ୟରେ ମାତ୍ର ଗୋଟିଏ ସମାପିକା କ୍ରିୟା ଯଦି ପାଇଲା କଣ ଦେଲା ପାଇଲା ଅଛି ତାକୁ ସରଳ ବାକ୍ୟ ହିଁ କୁହାଯାଏ। ଠିକ ଅଛି, ତ କରିବାରୁ ହେଉଛି ଅସମାପିକା ପିଲାମାନେ। ତ ଜଟିଳ ବାକ୍ୟ କାହାକୁ କହନ୍ତି ପିଲାମାନେ? ଗୋଟିଏ ପ୍ରଧାନ ବାକ୍ୟ ସହିତ ଏକ ବା ଏକାଧିକ ଆଶ୍ରିତ ବାକ୍ୟ ଥିଲେ ତା ଜଟିଳ ବାକ୍ୟ କହନ୍ତି। ଯେମିତି ହେଇଥାନ୍ତା ମାନେ ଯେହେତୁ ସେ ଚୋରି କଲା ସେ ଦଣ୍ଡ ପାଇଲା, ଏଠି ଜଟିଳ ବାକ୍ୟ ହେଇଥାନ୍ତା। ଠିକ ଅଛି, ଯୌଗିକ କାହାକୁ କହନ୍ତି? ଏବଂ ଓ ମାତ୍ରା ଦ୍ଵାରା ଦୁଇଟି ସ୍ୱାଧୀନ ବାକ୍ୟ ଯୋଡି ରହିଥିବ ଯଦି ତାକୁ ଯୌଗିକ ବାକ୍ୟ କୁହାଯିବ। ଠିକ ଅଛି, ଯେପରିକି ସେ ଚୋରି କଲା ଏବଂ ଦଣ୍ଡ ପାଇଲା, ସେଠି ପିଲାମାନେ ଯୌଗିକ ବାକ୍ୟ ହଉଥିଲା। ମିଶ୍ର ବାକ୍ୟ କାହାକୁ କହନ୍ତି ପିଲାମାନେ? ଯୋଉଠି ଯେକୌଣସି ବାକ୍ୟର ମିଶ୍ରଣ ମିଶ୍ରିତ କହନ୍ତି ମିଶ୍ର ବାକ୍ୟ। ଠିକ ଅଛି, ସବୁ ପୁରା ମିଶିଗଲା ତାକୁ କଣ କୁହାଯିବ? ମିଶ୍ରିତ ବାକ୍ୟ ବୋଲି କୁହାଯିବ। ଅପସନ ନମ୍ବର ଏ ଇଜ ଦ ରାଇଟ ଆନ୍ସର। ବୁଝିପାରିଲ ନା ବୁଝିପାରିଲନି? 17 ନମ୍ବର। ତାଙ୍କର ମାତୃଭାଷା ପ୍ରତି ପ୍ରଗାଢ ଅନୁରାଗ ରହିଛି, ରେଖାଙ୍କିତ ପଦଟି କେଉଁ ପ୍ରକାର ଅବୟବ ଅଟେ? ତ ଏଟା ଗୋଟେ ପିଲାମାନେ ପଦାନ୍ୱୟୀ ଅବୟବ। ପଦାନ୍ୱୟୀ ଅପସନ ନମ୍ବର ଡି ଇଜ ଦ ରାଇଟ ଆନ୍ସର ହେଲା। କାହିଁକି କହିଲ ପିଲାମାନେ ପଦାନ୍ୱୟୀ ହବ? ଯେଉଁ ଅବୟବ ପଦ ଗୁଡିକ ବିଶେଷ୍ୟ ବା ସର୍ବନାମ ପଦ ପଛରେ ବସି ବାକ୍ୟର ଅନ୍ୟ ପଦ ସହ ସମ୍ବନ୍ଧ ଯୋଡନ୍ତି ସେଗୁଡିକୁ ପଦାନ୍ୱୟୀ ଅବୟବ ବୋଲି କୁହାଯାଏ ପିଲାମାନେ। ଯେପରିକି ଏଠି କଣ କହିଲା? ପ୍ରତି, ବୀମା, ସହିତ, ପାଇଁ, ଇଏ ହଉଛି ପିଲାମାନେ କଣ କହିଲ? ପଦାନ୍ୱୟୀ ଅବୟବ। ଠିକ ଅଛି, ଏଠି ପ୍ରତି ଅଛି ତ ସେଥିପାଇଁ ଏଟା ପଦାନ୍ୱୟୀ ଅବୟବ ହବ। ଆଉ କଣ ବିଭକ୍ତି ସୂଚକ କାହାକୁ କହନ୍ତି କହିଲ? ଯୋଉଠି ବିଭକ୍ତି ଚିହ୍ନ ବୁଝଉଥିଲେ ଅବୟବ, ଯେମିତି କି ଦ୍ଵାରା, ଦେଇ, ଇଏ ହଉଛି ବିଭକ୍ତି। ନିଶ୍ଚୟ ବୋଧକ କଣ କହିଲ? ଯେମିତି କି ଗୋଟେ ନିଶ୍ଚିନ୍ତତା ପ୍ରକାଶ ପାଏ, ଗୋଟେ ନିଶ୍ଚୟ, ଅବଶ୍ୟ, ଏଇଭଳିଆ ଥିଲେ ନିଶ୍ଚୟ ହେଇଥାନ୍ତା। ଭାବ କଣ କହିଲ? ଗୋଟେ ମନର ଭାବ ବା ଆବେଗକୁ ପ୍ରକାଶ କରେ, ଯେମିତି କି ଆହା, ଆଶ୍ଚର୍ଯ୍ୟ। ତ ଏଇଭଳିଆ ଜିନିଷ ହଉଛି କଣ? ଭାବବାଚକ। ନେକ୍ସଟ ଯିବା 19 ନମ୍ବର 18 ନମ୍ବର। ପିଲାଟି ଭୂମିରେ ଶୟନ କରିଛି, ଏଠାରେ ଶୟନ କେଉଁ ପ୍ରକାର ପଦ? ଏଇଟା ଗୋଟେ ବିଶେଷ ପଦ ପିଲାମାନେ, କାରଣ ଗୋଟେ କ୍ରିୟାବାଚକ ବିଶେଷ ଏଇଟା, କାରଣ ଏହା ଶୋଇବାର କ୍ରିୟା ନାମକୁ ବୁଝାଉଛି। ଶୟନ କରିଛି
ঠিক ଅଛି ତ ଏଟା ମିଶ୍ର କ୍ରିୟାରେ ଶୟନ ହେଉଛି ବିଶେଷ୍ୟ ପଦ ପିଲାମାନେ ଅପସନ ନମ୍ବର ସି ଇଜ ଦ ରାଇଟ୍ ଆନ୍ସର ଠିକ ଅଛି ବିଶେଷଣ ପିଲାମାନେ କାହାକୁ କହନ୍ତି ଯାହା ନାମ ବା ଗୁଣକୁ ବିଶେଷିତ କରିଥାଏ ଯେମିତି କି ଶୋଇଥିବା ପିଲା ଏଠି ଶୋଇଥିବା ବିଶେଷଣ ହେଇଥାନ୍ତା ପିଲାମାନେ କ୍ରିୟା ପିଲାମାନେ କଣ କରିଛି ବା ଶୋଇଛି ହେଉଛି ଗୋଟେ କ୍ରିୟାପଦ ଠିକ ଅଛି ସର୍ବନାମ ପିଲାମାନେ କଣ ଯୋଉଟା ବିଶେଷ ପଦ ବଦଳରେ ବ୍ୟବହୃତ ହେଇଥିଲେ ଯେମିତି ସେ ତାହା ଏହା ଏଇଟା କଣ ସର୍ବନାମ ପିଲାମାନେ ଠିକ ଅଛି ନେକ୍ସଟ ଯିବା 19 ନମ୍ବର କୁ ତାପରେ ଲାଇକ୍ ସେୟାର ସବସ୍କ୍ରାଇବ ପିଲାମାନେ କରି ଅଲ୍ ନୋଟିଫିକେସନ କୁ ଅନ୍ କରିଦିଅନ୍ତୁ ବହୁତ ବଢିଆ शुद्ध वाक्य को चिन्ह वाराणसी भारतर सबुठारु प्राचीनतम नगरी एठारे सबुठारु एवं प्राचीनतम दुईटा जगह पिला माने कोन कहलो तुलनात्मक शब्द तो तुलनात्मक शब्द एकाठी व्यवहार होई गोटे बाहुल्य दोष रही पिला माने सबुठारु प्राचीन बा प्राचीनतम पिला माने गोटिए जिंस होइतांदा ठीक अछि सबुठारु प्राचीन होइतांदा नहले प्राचीनतम होइतांदा दी एमिति होई परिबोनी तो एटा भूल ठीक अछि ऑप्शन बी तो हबो काहे के बुझौची ता पूर्व काहे न होला से बुझी दोची कोणार्कर कारुकार्य ओडिसा शिल्पीर निर्माण पाटबता प्रकाश करे तो ये जो लाइन टा से कहला एटा प्रकाश करे बदल रे प्रकाश प्रकाशित करे लिखा प्रकाश करे होइतांदा तो तिबे भूल एटा अछि लास्ट कौन देखिए कहला भारत वर्षर आकुमारी हिमालय पर्यंत विस्तृत तो एक्चुअली एठी आ उपसर्गर अर्थ होची पर्यंत पिला माने तो तेणु आकुमारी कहीदेले ही पर्यंत देखिया दरकार नथला पिला माने ठीक अछि तो एठी सेटा भूल अछि आकुमारी पर्यंत लगेला सेटा लगेया कथा नो बुझियला तो ऑप्शन नंबर बी ही ठीक हबो काहे की ठीक हबो शिक्षक छात्र को संक्षेप रे उत्तर लिखिया कहले तो एतरे कोनोसी ही भूल नहीं सेते में ठीक हला नेक्स्ट जीवा शुद्ध शब्दटी को बाछ कोटा ठीक अछि संभ्रांतशाली ना एक्चुअली संभ्रांतशील होइतांदा शाली नो हैला शील ताल ते ठीक होइतांदा पूजास्पद हां या ठीक अछि ऊर्ध्व तो नुह एमते ऊर्ध्व तो केमति तना कहलो ब फळ होइतांदा सेते बोलेदा भुवनेश्वर भुवनेश्वर तो भूल अछि भुवने स्वर हसो कराइता है बीटा ठीक अच्छे आशा करें आप 20 प्रश्न परिसमाप्ति पर कौन सी क्वेश्चन मत डाउट नथिबो तो एही भली ओएसएसटी रो प्रीवियस ईयर क्वेश्चन करिया पे हम चैनल डीपी एंट्रेंस को लाइक शेयर सब्सक्राइब करी ऑल नोटिफिकेशन को ऑन कर दियंतु एवं सांगसाथी मान शेयर मध्य कर दियंतु एतिके रहली जय जगन्नाथ जय मां मंगला देखाबा परवर्ती क्लास रे।